ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 116। ମାଙ୍କୁ ପ୍ରଶ୍ନ କରାଯାଇଛି, ଏଥିରୁ ହୁଏତ ଏପରି କହିବାକୁ ଇଚ୍ଛା ହେବ ଯେ ଚେତନାର ଦୃଷ୍ଟିକୋଣରୁ ବିଚାର କଲେ ଏହାକୁ ଏକ ଲାଭ ବୋଲି କୁହାଯାଇ ପାରିବ ନାହିଁ। କାରଣ ଏଥିରେ ତ ବସ୍ତୁ ଗୁଡ଼ିକ ମ୍ଳାନ ହୋଇ ଅପସୃତ ହୋଇ ରହନ୍ତି। ମୁଁ ଠିକ ଭାବରେ ଜାଣିପାରୁନାହିଁ ଏହା ପ୍ରକୃତରେ ଏକ ଲାଭ କି? ମାଙ୍କୁ ପ୍ରଶ୍ନ କରାହେଲା ଯେ ଯେହେତୁ ପୂର୍ବରୁ ଅ, ମା କହିଲେ ଯେ ଏଥିରେ ଏତେ ସ୍ପଷ୍ଟ ଦେଖାଯାଏନି କିନ୍ତୁ ବେଶ ପରିଷ୍କାର, ଏବଂ ଦିଟା ଯାକ କହୁଛନ୍ତି ଦିଟା ଯାକ ସ୍ଥିତି ଥାଏ, ଏବଂ ଯେ ଘଟୁଥିବା କୌଣସି ବସ୍ତୁକୁ ଅବଲୋକନ କଲେ ତାହା ଏକ ପ୍ରକୃତରେ ବିଚିତ୍ର ଅବସ୍ଥା ବୋଲି କୁହାଯିବ। ତାହା ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ରହିଥିଲା, ସମଗ୍ର ଚେତନା ଉପରେ ପ୍ରଭାବ ବିସ୍ତାର କରିଥିଲା। କିନ୍ତୁ କହୁଛନ୍ତି ବେଳେ ବେଳେ ଏପରି ମୁହୂର୍ତ୍ତ ମାନ ଆସି ପହଞ୍ଚେ ଯେତେବେଳେ କି ଏପରି ଏକ ଅନୁଭବ ହୁଏ ଯେପରି ସବୁକିଛି ତୁମର ସଂସ୍ପର୍ଶଟିକୁ ଛିନ୍ନ କରିଦେବ। ଏବଂ ତା ପୂର୍ବରୁ ସବୁ କହିଲେ ଯେ ଏଇଟା ତୁମର ଯଦି ଦୃଷ୍ଟିପାତ କରିବ ଦୁଇଟା ଯାକ ଦୃଷ୍ଟିକୋଣରୁ, ପ୍ରଥମେ କହିଲେ ଯେ ଏଥିରେ ତୁମକୁ କିଛି କିଛି ଝାପ୍ସା ଦେଖାଯିବ, ଏବଂ ତାପରେ କହୁଛନ୍ତି ବେଶ ପରିଷ୍କାର ଦେଖାଯିବ। କହୁଛନ୍ତି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇନାହିଁ, କିନ୍ତୁ ତାପରେ କହୁଛନ୍ତି ପୁଣି କିଛି ଅତ୍ୟନ୍ତ ପରିଷ୍କାର, ଅତ୍ୟନ୍ତ ବୋଧଗମ୍ୟ ମଧ୍ୟ। ଏବଂ କହୁଛନ୍ତି ଯେ ପରିଷ୍କାର ବା ସୁନିର୍ଦ୍ଦିଷ୍ଟ ହୋଇନାହିଁ, ମାତ୍ର ତଥାପି ଅତି ପରିଷ୍କାର ହୋଇପାରିଛି। ମାନେ ଦୁଇଟା ଯାକ ମା କହୁଛନ୍ତି ଯେ ଏହା ପରିଷ୍କାର ସୁନିର୍ଦ୍ଦିଷ୍ଟ ହୋଇନାହିଁ, ମାତ୍ର ତଥାପି ଅତି ପରିଷ୍କାର ହୋଇପାରିଛି। ଏଇ ଯୋଉ ସେ ଯୋଉ ଅନୁଭବ ଗୁଡାକ ତାପରେ ମା କହୁଛି ଆକୁ ମୁଁ ଶବ୍ଦ ମାଧ୍ୟମରେ ତୁମକୁ ପରିପ୍ରକାଶ କରିପାରୁନାହିଁ। ତେଣୁ ଇଏ ପ୍ରଶ୍ନ କରୁଛନ୍ତି, ତାହେଲେ ଯଦି ଚେତନାର ଦୃଷ୍ଟିକୋଣରୁ ଯଦି ବିଚାର କରାଯାଏ ତାହେଲେ କିଛି ଲାଭ ନାହିଁ, କାହିଁକି ନା ଏଠି ତ ସବୁ ଜିନିଷ ମ୍ଳାନ ଦେଖାଯାଉଛି ବା ଅପସୃତ ହେଇଯାଉଛି। ତେଣୁ ସେ କହୁଛନ୍ତି ମୁଁ ଠିକ ଭାବରେ ଜାଣିପାରୁନାହିଁ ଏହା ପ୍ରକୃତରେ ଏକ ଲାଭ କି? ନା ମା କହୁଛନ୍ତି ଏହାକୁ କେବଳ ଏକ ପରିବର୍ତ୍ତନ ବୋଲି କୁହାଯିବ, ଏକ ପରିବର୍ତ୍ତନକାଳୀନ ଅବସ୍ଥା ବୋଲି କୁହାଯିବ। ଚେତନାର ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଏହା ଦ୍ୱାରା ପ୍ରକୃତରେ ପ୍ରଭୂତ ଲାଭ ହୋଇଥାଏ, କାରଣ ଏଥିରେ ଯାବତୀୟ ବନ୍ଧନ, ବାହ୍ୟ ବସ୍ତୁ ଗୁଡ଼ିକ ପ୍ରତି ଯାବତୀୟ ଆସକ୍ତି, ଏହି ସବୁ କିଛିର ଅନ୍ତ ହୋଇଯାଏ, ତାହାର ସମ୍ପୂର୍ଣ୍ଣ ଭାବରେ ଅବସାନ ଘଟିଥାଏ। ପ୍ରଥମେ କହିଲେ ଯେ ଏଇଟା ଏକ ପରିବର୍ତ୍ତନ ବୋଲି କୁହାଯିବ। ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପାନ୍ତର ନ ହେଇଛି ସେ ପର୍ଯ୍ୟନ୍ତ ସାମୟିକ ଯେତେ ପ୍ରକାରର ଅନୁଭୂତି ଆସିବ, ଯେତେ ପ୍ରକାରର ସ୍ଥିତି ଆସିବ, ଯେତେ ପ୍ରକାରର ପରିସ୍ଥିତି ଆସିବ, ଯେତେ ପ୍ରକାରର ଅବସ୍ଥିତି ଆସିବ, ସବୁ ଯାକ ହବ ପରିବର୍ତ୍ତନ ମାତ୍ର। ଯେକୌଣସି ମୁହୂର୍ତ୍ତରେ ପୁଣି ଅବଚେତନା ଭିତରୁ କିଛି ଉଠି ଆସିକିରି ତାକୁ ଓଲଟ ପାଲଟ କରିଦେବାର ସାମର୍ଥ୍ୟ ସବୁବେଳେ ରହିଛି ଅବଚେତନା ଭିତରେ। ତେଣୁ ତାକୁ ଏକ ପରିବର୍ତ୍ତନକାଳୀନ ଅବସ୍ଥା ବୋଲି କୁହାଯାଏ। ସେଇଥିପାଇଁ ମା କହୁଛନ୍ତି ତୁମକୁ ତା ପୂର୍ବରୁ ଯୋଉ ଟିକେ ଟିକେ ହିଣ୍ଟ ଦେଲେ ଯେ ତୁମକୁ ପରିଷ୍କାର ନଥିବ, ସୁନିର୍ଦ୍ଦିଷ୍ଟ ନଥିବ, କିନ୍ତୁ ଅତ୍ୟନ୍ତ ତଥାପି ପରିଷ୍କାର ରହିଥିବ। ତାମାନେ ଆମର ଯେତେ ଯେତେ ଅଧିକରୁ ଅଧିକ ଚେତନାର ବିକାଶ କରି କରି ଯାଉଥିବ ସେତେ ସେତେ କଣ ହଉଥିବ ନା ଅଧିକରୁ ଅଧିକ ସ୍ପଷ୍ଟ ହେଇ ହିଁ ଯାଉଥିବ, କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନଥିବ। କାହିଁକି ନା ଯେ ପର୍ଯ୍ୟନ୍ତ ପରମ ଚେତନାରେ ପ୍ରବେଶ ନ କରାଯାଇଛି ବା ପରମ ଚେତନା ସଂସ୍ପର୍ଶରେ ଆମେ ଏକୀଭୂତ ହେଇନାହାନ୍ତି, ଏକତ୍ୱ ଲାଭ କରିନାହାନ୍ତି, ସେ ପର୍ଯ୍ୟନ୍ତ ଯାହା ରହିଥିବ ତାହା ପରିଷ୍କାର ନଥିବ, ତାହା ଯେ ମାଙ୍କ ଭାଷାରେ ସୁନିର୍ଦ୍ଦିଷ୍ଟ ହେଇନଥିବ, ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହେଇନଥିବ।